कांग्रेस विधायक प्रार्थी ज्योतिरंजन मल्लिक नामांकन पत्र खारज और परिवर्तन को नहीं नियाली रे चर्चा। नियाली कांग्रेस विधायक प्रार्थी भाव में गत 14 तारिख में नामांकन भरी ज्योतिरंजन मल्लिक, किंतु ज्योतिरंजन का ना भोटर तालिका रे नथिबारु गत 15 तारिख में तांकर नामांकन पत्र को खारज कर दिया जायछि। ता सहित ज्योतिरंजन का बदले रे कांग्रेस पक्षरु नामांकन भरिथिबा ज्योतिंकर मां गीतांजलि मल्लिक को प्रार्थी घोषणा करिछि दल। এই ব্যতিক্রম পাই শাসক দল এবং কলকু দায়ী করে সাংবাদিক সম্মেলনী গর্জিছি কংগ্রেস। বিজেডির এভাবে ষড়যন্ত্র বিরোধে আইনগত কার্যানুষ্ঠান নেবাকু কংগ্রেস দাবি করেছে। তেবে নেই বিজেডি পক্ষরু কোনসি প্রতিক্রিয়া মিলি পারিনি। ଦି ଜାଗାରେ କଟିଗଲା। ତାମ୍ପଡ଼ାରେ ମଧ୍ୟ ତାର ନିଜ ଗାଁରେ କଟିଲା। ଯେମିତି ଖୋଜି ଖୋଜିକରି ସେ କୋଉଠି କାଳେ ଆଉ କୋଉଠି ଥିବ ସେଠି ବି କାଟେଇଲେ। ଏଣୁ ଆ ପଛରେ ଅଫିସର ଅଛନ୍ତି ଏବଂ ଅଫିସରଙ୍କ ପଛରେ ରାଜନୈତିକ ଯୋଉ ରାଜନୈତିକ ଦଳ ଅଛି ସେଟା ସମସ୍ତଙ୍କୁ ସ୍ପଷ୍ଟ ଭାବରେ ଜଣାଅଛି। ଯିଏ ସରକାରରେ ଅଛି ତାରି ଦଳ, ସରକାରୀ ଦଳର ସରକାରୀ କଳ। 50 ବର୍ଷ ତଳେ ଆମେ ପଠେଇଥିଲୁ ତାକୁ ସୁଧାଂଶୁ ମାଳିନୀ ରାୟକୁ, ଏବଂ ମୋର ବିଶ୍ୱାସ 50 ବର୍ଷ ପରେ ଆଉ ଜଣେ ମହିଳା ପ୍ରାର୍ଥୀକୁ ଆମେ ବିଧାନସଭାକୁ ପଠେଇବୁ। ସେ ହେଉଛନ୍ତି ଗୀତାଞ୍ଜଳି ମଲ୍ଲିକ। ସବୁ କଥା କହିଲି ପରା, କାରଣ ଗୁଡ଼ିକ ମୁଁ ଜାଣିନାହିଁ, ହେଲା ଜାଣିଛି। କାରଣ ପାଇଁ ଇନକ୍ୱାରି କମିଟି ବସିଛି, କାରଣ ମୁଁ ଇଲେକ୍ସନ କମିଶନ ପାଖରେ ଅଭିଯୋଗ କରାଯାଇଛି ଆମ ତରଫରୁ, ଏବଂ ସେମାନେ ଇନକ୍ୱାରି ହେଲେ ଜଣାପଡ଼ିବ ପ୍ରକୃତରେ କିଏ ଆ ପଛରେ ଦାୟୀ। ପ୍ରଥମ କଥା ହେଲା, ବ୍ଲକର ଯେଉଁ ଅଫିସର ପ୍ରତିବର୍ଷ କରନ୍ତି, ପ୍ରତିବର୍ଷ ଆମର ହୁଏ, ଜାନୁଆରୀ ମାସରେ ହୁଏ, ପ୍ରତିବର୍ଷ କରନ୍ତି। ସେ ଏ ବର୍ଷ କଲାବେଳେ କ'ଣ ଦେଖିଲେ ନାହିଁ, ଇଏ ନଥିଲା। କାହା ପ୍ରତି ଦେଖିଲେ? ଲିପୁ ନଥିଲା ନୂଆ ଗାଁରେ, ସରପଞ୍ଚ ନୂଆ ଗାଁ ସରପଞ୍ଚ ତା ନିଜ ଘରେ ନଥିଲା। ସେଇଟା ହିଁ ହେଉଛି ବଡ଼ ବଡ଼ ପ୍ରଶ୍ନ ମୋର। ଏବଂ ଦି ଜାଗାରେ କଟିଗଲା। ତାମ୍ପଡ଼ାରେ ମଧ୍ୟ ତାର ନିଜ ଗାଁରେ କଟିଲା। ଯେମିତି ଖୋଜି ଖୋଜିକରି ସେ କୋଉଠି କାଳେ ଆଉ କୋଉଠି ଥିବ ସେଠି ବି କାଟେଇଲେ। ଏଣୁ ଆ ପଛରେ ଅଫିସର ଅଛନ୍ତି ଏବଂ ଅଫିସରଙ୍କ ପଛରେ ରାଜନୈତିକ ଯୋଉ ରାଜନୈତିକ ଦଳ ଅଛି ସେଟା ସମସ୍ତଙ୍କୁ ସ୍ପଷ୍ଟ ଭାବରେ ଜଣାଅଛି। ସରକାରରେ ଯିଏ ଅଛି, ଯିଏ ସରକାରରେ ଅଛି ତାରି ଦଳ, ସରକାରୀ ଦଳର ସରକାରୀ କଳ। ପଞ୍ଚାନନ କାନୁ ଓ ରବି ମଲ୍ଲିକ ଏକାଠି ଆସିଗଲେଣି ଏବଂ ଲିପୁକୁ ଡର ହେଉଥିଲା, କାରଣ ମୁଁ ଆଗରୁ କୌଣସି ନିର୍ବାଚନରେ ଏପରି ଭାବରେ ଆସିକରି କାମ କରୁନଥିଲି। ନମିନେସନ ଫାଇଲ ଠାରୁ ଆରମ୍ଭ କରି ସବୁ କରୁନଥିଲି। ଆମେ ଦି ଜଣ ଯାକ ଏକତ୍ରିତ ହେଇକରି କ୍ୟାଣ୍ଡିଡେଟ୍ ସିଲେକ୍ସନ ଠାରୁ ସବୁ କାମ ଆରମ୍ଭ କରିଛୁ। ଡରି ଯାଇଥିଲେ। କଂଗ୍ରେସ ଦଳ ଏଥରକ ଆହୁରି ଅଧିକ ଭାବରେ ସମର୍ଥନ ଲାଭ କରିବ, ମା ମାନଙ୍କର ସମର୍ଥନ ଲାଭ କରିବ। ଗୋବିନ୍ଦପୁର ମାଟିର, ନିଆଳି ଭୋଟରଦାତାଙ୍କର, ମା ମାନଙ୍କର ସମସ୍ତ ସମର୍ଥନ ଗୀତାଞ୍ଜଳି ମଲ୍ଲିକ ପାଇବେ। ସେମାନେ ଇନକ୍ୱାରି କରୁଛନ୍ତି, ଇଲେକ୍ସନ କମିଶନ ଇନକ୍ୱାରି କରୁଛି, ଆମେ ତାଙ୍କ ପାଖରେ ଅଭିଯୋଗ ଦେଇଛୁ, ସେ ତାଙ୍କର ମୁଖା କରିବେ। ଯଦି ସେଠି ତାଙ୍କର ଦେଖିବୁ ଆମେ ଖିଲାପ ହବ, ତାପରେ ସେଇ ଆଧାରରେ କୋର୍ଟକୁ ଯିବୁ। ନିଆଳି ପାଇଁକି ଆମର ଯାହା ମୁଖା ରହିଛି ବା ଇଏ ରହିଛି, ମୁଦା ରହିଛି, ତାହା ଆମର ମ୍ୟାନିଫେଷ୍ଟୋର ଯେଉଁ 9ଟା ପଏଣ୍ଟ ଅଛି। ପ୍ରଥମ କଥା ହେଲା, ଇଲେକ୍ଟ୍ରିସିଟି 200 ୟୁନିଟ୍ ପର୍ଯ୍ୟନ୍ତ ମାଗଣା ଦିଆଯିବ, ସ୍ପଷ୍ଟ ଭାବରେ କୁହାଯାଇଛି। ଦ୍ୱିତୀୟ କଥା ହେଲା, ପ୍ରତ୍ୟେକ ଚାଷୀକୁ ଭତ୍ତା ଦିଆଯିବ, ପ୍ରତ୍ୟେକ ମା ମାନଙ୍କୁ, ଘରର ଗୃହିଣୀ ମାନଙ୍କୁ ଭତ୍ତା ଦିଆଯିବ। 2000 ତାକୁ 2000 ତାକୁ, ପ୍ରତ୍ୟେକ ଯୁବକ, ବେକାରୀ ଯୁବକଙ୍କୁ 30,000 ଟଙ୍କା ଭତ୍ତା ଦିଆଯିବ। ଏକଥା ସ୍ପଷ୍ଟ ଭାବରେ ରହିଛି ଆମ ମ୍ୟାନିଫେଷ୍ଟୋରେ। ଏବଂ ଆମର ସ୍ୱତନ୍ତ୍ର ହେଉଛି, ବ୍ୟକ୍ତିଗତ ଭାବରେ ମୁଁ କହି ରଖେ, ପ୍ରାଚୀ ନଈର ଉଦ୍ଧାର କରିବା। ଯେଉଁ ଖୋଳାଇ କାମ ମୁଁ ଅଧା କରିକି ଯାଇଥିଲି ତାକୁ ପୂର୍ଣ୍ଣ ଆଉ ଅଧିକ ଭାବରେ ପୂରଣ କରିବା।